আরে শুনি পারুଛୁ দেবিতোষ। আরে একা ମୁଁ ନୁହଁ, ମୋ ଚାରିପାଖର ମଣିଷ ମାନେ ତତେ ଘୃଣା କରୁଛନ୍ତି, ଘୃଣା। ତୁ ଏଇଆ ଭାବୁଛୁ ନା ତୋ ଫଟୋଟାକୁ ପୋଡ଼ିଦେବାକୁ ମୁଁ କାହିଁକି ମନା କଲି? ଆରେ ଦୟା କରିଦେଲି ତତେ, ଦୟା କରିଦେଲି, କ୍ଷମା କରିଦେଲି। ଆରେ ଏମିତିରେ ତ କମ ଦିନ ଦୁଃଖର କଷ୍ଟରେ ଦିନ କାଟୁନୁ। ଆରେ ଦିନ ଥିଲା ଆମେ ଦି ଜଣ ଯାକ କେହି କାହାକୁ କମ ନଥିଲେ। ହେଲେ ମତେ ଦେଖ ମତେ ଏ କୋଠା, ଗାଡି, ବ୍ୟାଙ୍କ, ପ୍ରାଚୁର୍ଯ୍ୟ, ଔଷଧ୍ୟ ଏ ସବୁଥିର ଈଶ୍ୱର ହଉଛି ମୁଁ। ହେଲେ ତୁ ହଉଛୁ ଗୋଟେ ଦାଣ୍ଡର ଭିକାରୀ, ସାମାନ୍ୟ ଗୋଟେ ଅଟୋ ଡ୍ରାଇଭର। ଆରେ ତୋ ବର୍ବାଦୀ ପାଇଁ ତୁ ଦାୟୀ ନୁହଁ, ତୋ ବର୍ବାଦ ପାଇଁ ଦାୟୀ ହଉଛି ତୋ ସ୍ତ୍ରୀ ଗୀତା। ହେଲେ ତୁ କଣ କଲୁ? ଆରେ ସମ୍ପର୍କର ପ୍ରଜାପତିଟାକୁ ପାଦରେ ଆଡେଇ ଦେଇ ଗୋଟେ ସମ୍ବାଳକୁ ହାତ ମୁଠାରେ ଜାବୁଡି ଧରିଲୁ ଯେ ସାରା ଜୀବନ ପାଇଁ ଅନ୍ୟ ପାଖରେ ହାତପାତି ଭିକ ମାଗିଲୁ। ଆଉ ତୋ ସ୍ତ୍ରୀ ଗୀତା ଆରେ ଅଚଳ ଅଚଳ ସମ୍ପତ୍ତିର ମାଲିକାଣୀ ହେଇଥାନ୍ତା, ଆଜି ସେ ଦାଣ୍ଡର ଭିକାରୁଣୀ। ଓଳିଏ ଖାଇଲେ ଓଳିଏ ଉପାସ, ଦିନରେ ଖାଇଲେ ରାତିରେ ଉପାସ। ପାଇଛି ପ୍ରତିଶ୍ରୁତି ଭାଙ୍ଗିଛି, ବର୍ବାଦ ହେଇଛି। ପ୍ରତାରଣା ଦେଇଛି, ଆଖିରୁ ଲୁହ ଗଡଉଛି। ଏ ଆଶୁତୋଷ ମହାପାତ୍ରର ଛାତିର କଲିଜାଟାକୁ ଟିକ୍ ଟିକ୍ କରି ଭାଙ୍ଗି ଦେଇଛି। କାନ୍ଦୁଛି ସେ ଗୀତା, କାନ୍ଦୁଛି।